যেতବେଳେ ঘটনাস্থଳରେ পুରୀ সিটি ডিএসপি এবং কুମ୍ଭାର থানা পুলিশ ମଧ୍ୟ ঘটনাস্থଳରେ ପହଞ୍ଚିଛି ଅଧିକ ଛାନବିନ ଆରମ୍ଭ କରିଛି ତଦନ୍ତ ମଧ୍ୟ ଆରମ୍ଭ କରିଛି ଏବଂ ଇଏ ଯେଉଁ ଘଟଣା ଆପଣ ଦେଖୁଥିବେ ବର୍ତ୍ତମାନ ମଧ୍ୟ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି ଏବଂ ନିହାତି ଭାବେ କେଉଁ ନା କେଉଁଠି ଆମେ କହିବା ଯେଉଁଭଳି ଭାବେ ଘର ଯିଏ ମାଲିକ ରହିଛନ୍ତି ତାଙ୍କ କହିବା ଅନୁଯାୟୀ ମା ପୁଅ ଦୁଇ ଜଣ ଇଏ ତଳ ଘରେ ଭଡ଼ା ରହୁଥିଲେ ଗତ 2 ମାସ ତଳୁ ଏବଂ ସେମାନେ ମଧ୍ୟ କାହା ସହିତ କଥାବାର୍ତ୍ତା ହୁଅନ୍ତିନି ମା ପୁଅ ମଧ୍ୟ ଉଭୟ ମିଶି କାମକୁ ଯାଆନ୍ତି ସକାଳେ ଏବଂ 10ଟାରେ ମଧ୍ୟ ଫେରନ୍ତି ଏବଂ ଯେତେବେଳେ ଫେରନ୍ତି ସେମାନେ ଦିନ ତମାମ ଘର ଭିତରେ ରୁହନ୍ତି। ଆପଣ ଏଇ ଘର ଦେଖୁଥିବେ ଇଏ ତଳ ଘରେ ସିଏ ଭଡ଼ା ରହୁଥିଲେ ବର୍ତ୍ତମାନ ଇଏ ମଧ୍ୟ ଆପଣ ଯେଉଁ ପ୍ଲାଷ୍ଟର ଦେଖୁଥିବେ ସେ ପ୍ଲାଷ୍ଟର ହିଁ ଡେଡ୍ ବଡି ଅଛି ବୋଲି ଯାହା ଅନୁମାନ କରାଯାଉଛି। ଏଠି ମଧ୍ୟ ପ୍ରବଳ ଦୁର୍ଗନ୍ଧ ବାହାରୁଛି ଏଠି ମଧ୍ୟ ଛିଡ଼ା ମଧ୍ୟ ସମ୍ଭବ ହେଉନାହିଁ ଏବଂ ନିହାତି ଭାବେ ଯେଉଁ ସାହି ଲୋକଙ୍କ କହିବା ଅନୁଯାୟୀ ସେ ଯେଉଁ ପୁଅ ଯେଉଁ ରହିଛନ୍ତି ଯେଉଁ ଘର ଭଡ଼ା ରହୁଥିଲେ ସିଏ ମଧ୍ୟ କାହା ସହିତ କଥାବାର୍ତ୍ତା ହୁଅନ୍ତିନି ସେ କାମକୁ ଯାଆନ୍ତି ସକାଳୁ ଏବଂ ସିଧା ଆସନ୍ତି ଘରକୁ ଆସନ୍ତି ଏଠି ମଧ୍ୟ ରୁହନ୍ତି କିନ୍ତୁ ସବୁଠୁ ବଡ଼ କଥା ହେଉଛି ଯେଉଁ ଘର ମାଲିକ ଯିଏ ରହିଛନ୍ତି ସେ ତାଙ୍କର ଆଧାର କାର୍ଡ଼ ରଖିନାହାନ୍ତି ଯେତେବେଳେ ଘର ଭଡ଼ା ସିଏ ରହିଥିଲେ ତାଙ୍କଠୁ ପରିଚୟ ପତ୍ର ରଖିନାହାନ୍ତି ଯାହାଫଳରେ ସିଏ ମଧ୍ୟ ତାଙ୍କର ନାଁ ମଧ୍ୟ କହିପାରିନାହାନ୍ତି ଏବଂ ନିହାତି ଭାବେ ଇଏ ଏକ ବଡ଼ ପ୍ରଶ୍ନ ଉଠୁଛି ଏବଂ ଯେହେତୁ ଘଟଣାସ୍ଥଳରେ ଯେହେତୁ ପୁଲିସ ମଧ୍ୟ ଅଧିକ ଛାନବିନ ଆରମ୍ଭ କରୁଛି ଏବଂ ଘଟଣାଟି ଯାହା ଅନୁମାନ କରାଯାଉଛି ପ୍ରାୟ 4ରୁ 5 ଦିନ ତଳୁ ଇଏ ଡେଡ୍ ବଡି ସମ୍ପୂର୍ଣ୍ଣ ଭାବେ ପୋତା ଯାଇଛି ଯାହାଫଳରେ ଗତକାଲିଠୁ କିଛି ଗତକାଲିଠୁ ଇଏ ଦୁର୍ଗନ୍ଧ ବାହାରୁଥିବା ଘର ଯେତେବେଳେ ମାଲିକମାନେ ଜାଣିଥିଲେ ଏବଂ ଆଜି ଯେହେତୁ ଅଧିକ ମାତ୍ରାରେ ସେ ଦୁର୍ଗନ୍ଧ ବାହାରୁଥିବା ସେ ଜାଣିବା ପାଇଥିଲେ ତାପରେ କୁମ୍ଭାର ଥାନା ପୁଲିସ ମଧ୍ୟ ଖବର ଦେଇଥିଲେ ଏବଂ ଯେହେତୁ ଘଟଣାସ୍ଥଳରେ ପୁଲିସ ମଧ୍ୟ ଅଧିକ ଛାନବିନ ଆରମ୍ଭ କରିଛି ଏବଂ ପଡ଼ୋଶୀକି ମଧ୍ୟ ଅଧିକ ପଚରାଉଚରା କରୁଛି।